ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟ, ଯାହାର ନାଁ ହେଉଛି ପୁଅ ନା ଝିଅ। ଏ ଅଧ୍ୟାୟଟିକୁ ସ୍ୱାଗତ କରୁଛି ବିଜ୍ଞ ଶ୍ରୋତା ଏବଂ ଦର୍ଶକମାନଙ୍କୁ। ମୁଁ ନାରାୟଣ ମିଶ୍ର। ସନ୍ତାନ ପ୍ରସଙ୍ଗ ଉଠିବା ମାତ୍ରେ ଆମ ଭିତରୁ ଅଧିକାଂଶ ପୁଅଟିଏ ଚାହୁଁ। ପୁଅ କୁଆଡ଼େ ଆମକୁ ପୁତ୍ ନାମକ ନର୍କରୁ ଉଦ୍ଧାର କରେ, ଆମର କୂଳ ରକ୍ଷା କରିବ। ଜେଜେମା ଜେଜେବା ଡାକ ଆମ ବାପା ମାଆ ମାନେ ଶୁଣିବେ, ଆଉ ଆମ ଅଣ୍ଟା ଯେତେବେଳେ ଭାଙ୍ଗିଯିବ ସେ ଆମ ପାଇଁ ସାହାରା ହେବ। ପୁଅ ଯୋଗୁଁ ଆମେ ବହୁ ପରସା ପାଇବୁ, ସେ ହିଁ ଆମ ମୁହଁରେ ନିଆଁ ଦେବ। ମରିବା ଉତ୍ତାରୁ ଯାବତୀୟ କ୍ରିୟାକର୍ମ, ବର୍ଷକୁ ବର୍ଷ ଶ୍ରାଦ୍ଧ, ଏସବୁ ଦେଇ ବାପା ମାଆଙ୍କୁ ସେ କୁଆଡ଼େ ଉଦ୍ଧାର କରେ। ଏମନ୍ତ ପୁତ୍ର ଜନ୍ମ ହେବା ମାତ୍ରେ ଆମେ ମିଠା ବାଣ୍ଟୁ, ଏକୋଇଶିଆ ବି କରୁ, ସତ୍ୟନାରାୟଣ ପୂଜା କରୁ, ବ୍ରାହ୍ମଣ ଭୋଜନ ଦେଉ। ନିଜ ସୁଖ ସ୍ୱାଚ୍ଛନ୍ଦ୍ୟରୁ ଅନେକ ଅଂଶ କାଟି ତାକୁ ଖୁସିରେ ରଖିବାକୁ ଚେଷ୍ଟା କରୁ। ଭଲ ଦାମିକା ଖେଳଣା କିଣିଦେଉ। ତାକୁ କାମ କିଛି କରୁନି। ସେ ଯେଉଁ ଯେଉଁ ଖାଦ୍ୟକୁ ଭଲ ପାଏ ସେ ଖାଦ୍ୟ ଆମ ଘରେ ବାରମ୍ବାର ତିଆରି ହୁଏ। ତାକୁ ଆମେ ନାମଜାଦା ସ୍କୁଲରେ ପଢ଼ୁ, ଯେତେ ବି ଅଧିକ ଖର୍ଚ୍ଚ ହେଉ। ସ୍ୱତନ୍ତ୍ର ଟ୍ୟୁସନ୍ ବ୍ୟବସ୍ଥା ବି କରୁ। ବାପା ରାତିଦିନ ଖଟନ୍ତୁ, ବାହାରେ ଖଟୁଥାନ୍ତି, ମାଆ ବି ଘରେ ଖଟୁଥାନ୍ତି। ତେଣୁ ଆମେ ତା'ର ସମସ୍ତ ନୀତି ଆଖି ବୁଜି ସମର୍ଥନ କରୁ। ଆଉ ପୁଅ ପିଛାରେ କେତେ ଖର୍ଚ୍ଚ ହେଉଛି ଆମେ ତା'ର ସଠିକ୍ ହିସାବ କେବେ ରଖୁନାହିଁ। ତେଣୁ ପୁଅକୁ ଜନ୍ମ କରିବା ଏକ ପ୍ରକାର ଭାଗ୍ୟ ବୋଲି ଲୋକମାନେ ଭାବୁଥିଲେ। ପୁଅ ଯେତେବେଳେ ବଡ଼ ହୁଏ, ଚାକିରି ବା ବ୍ୟବସାୟ କରି ନିଜ ଗୋଡ଼ରେ ନିଜେ ଠିଆ ହୁଏ, ବାପା ମାଆ ଅତିଶୟ ମାତ୍ରାରେ ଖୁସି ହୁଅନ୍ତି। କିନ୍ତୁ ପୁଅ ରୋଜଗାର କଲା ପରେ ନିଜକୁ ବଡ଼ ଭାବେ ଏବଂ ବୟସାଧିକ୍ୟ ବାପା ମାଆଙ୍କୁ ପଇସା ପତ୍ର ଦେଇ ଦେହ ଖରାପକୁ କେମିତି ନ ହେବ ତାକୁ ଜଗି ରଖି ଖର୍ଚ୍ଚ ଅନେକ କରେ। ବଡ଼ ହେବା ହେତୁ ତା ରୋଜଗାର ଯେଉଁ ମାତ୍ରା ଆସ୍ତେ ଆସ୍ତେ ବଢ଼େ, ସେ ବାପା ମାଆଙ୍କୁ ସ୍ମରଣ କରିଦିଏ ଯେ ମୋର ଖର୍ଚ୍ଚ ଆସ୍ତେ ଆସ୍ତେ ବଢ଼ୁଛି। ରୋଜଗାର ଯେତିକି ବଢ଼ୁଛି ତା ଅପେକ୍ଷା ଖର୍ଚ୍ଚ ଯେତେ ବଢ଼ୁଛି। ବାପା ମାଆଙ୍କ ପାଇଁ ସଂରକ୍ଷିତ ଆନୁଗତ୍ୟରୁ ସିଂହଭାଗ ସେ ବିବାହ ହେଲା ପରେ ବୋହୂ ପାଖକୁ ଯାଏ ଏବଂ ପିଲାପିଲି ହେଲା ପରେ ପୁଅ ମାନଙ୍କ ଆଡ଼କୁ ଯାଏ, ତା ପୁଅ ଆଡ଼କୁ ଯାଏ। କେବଳ ଅତି କୃପଣ ବାପା ମାଆ କେତେ ଜଣଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ବୋହୂ ରୋଜଗାରକୁ, ବୋହୂ ଯଦି ରୋଜଗାର ହେଇଥିବ ତାକୁ ଜଗି ରଖି କଥାବାର୍ତ୍ତା କରନ୍ତି, ପୁଅ ବି ତାକୁ ଜଗି ରଖି କଥାବାର୍ତ୍ତା କରେ। ଶାନ୍ତିର ସହାବସ୍ଥାନ ଚାହୁଁଥିବା ଅଧିକାଂଶ ପୁଅ କଳି ଝଗଡ଼ାକୁ ନ କରିବାକୁ ବୋହୂ କଥାରେ ଉଠ ବସ ହୁଅନ୍ତି। ତେଣୁ ଫଳସ୍ୱରୂପ କ'ଣ ହୁଏ ନା, ଏତେ ଦିନ ଯାଏ ଯେଉଁ ସେବା କରି ଆସିଥିବା ବାପା ମାଆ ସେମାନେ ଗୁମୁରି ଗୁମୁରି କାନ୍ଦନ୍ତି। ଟଙ୍କାକୁ ଇଷ୍ଟ ଭାବୁଥିବା ଅଳ୍ପ କେତେକ ବାପା ମାଆଙ୍କୁ ଛାଡ଼ିଦେଲେ ଆଉ ସବୁ ବାପା ମାଆ ବୋହୂକୁ ହିଁ ସେମାନଙ୍କ କଷ୍ଟ ପାଇଁ ମନେ ମନେ ଦାୟୀ କରି କଷ୍ଟ ପାଆନ୍ତି। କିଛି ଦିନ ପରେ ପୁଅ ବୋହୂଙ୍କର ପିଲା ହୁଏ। ପୁଅ ବୋହୂଙ୍କର ପରସ୍ପର ଥିବା ଆକର୍ଷଣ କମି ପୁଅ ବା ଝିଅ ଆଡ଼େ ଯାଏ, ତାଙ୍କ ପିଲାଙ୍କ ଆଡ଼େ ଯାଏ। ପୁଣି ଭଲ ସ୍କୁଲ, ଭଲ ଟ୍ୟୁସନ୍, ସେ ପୁଣି ବଡ଼ ହେବ, ପୁଣି ରୋଜଗାରକ୍ଷମ ହେବ, ପୁଣି ମୁହଁରେ ଜବାବ ଦେବ। ଏସବୁ ଭିତରେ ନିଜ ବାପା ମାଆଙ୍କ କଥା ଭୁଲି ହେଇଯାଏ। ବାପା ମାଆ ମଲା ପରେ ସେ ଅନୁତାପ କରେ ଯେ ବାପା ବଞ୍ଚିଥାନ୍ତି କି ମୁଁ ତାକୁ ଏଇ ଜିନିଷ ଆଣି ଖୋଇଥାନ୍ତି, ଏମିତି ଡ୍ରେସ୍ ପିନ୍ଧେଇଥାନ୍ତି, କହିଲା ମାତ୍ରେ ତାଙ୍କ କାମ କରନ୍ତି। କିନ୍ତୁ ସେ ଯେ କରିପାରିନି ନିଜ ନିଷ୍ପତ୍ତିରୁ ହେଉ କି ବୋହୂ କଥାରେ ହେଉ, ସେଥିପାଇଁ ସେ ବହୁତ ଅନୁତାପ କରେ। କିନ୍ତୁ ସେତେବେଳକୁ ଆଉ କିଛି ନଥାଏ, ବାପା ମାଆ ଫଟୋ ହେଇ କାନ୍ଥରେ ଟଙ୍ଗା ହେଇ ସାରିଥାନ୍ତି। କିନ୍ତୁ ପୁଅ ହୋଇ ନାହିଁ ଯଦି ଝିଅ ଜନ୍ମଟି ହେଲା, ବାପା ମାଆ ସହିତ କଲୋନୀ ସାରା ପରିବାର ଏବଂ କଲୋନୀ ସାରା ଲୋକ ଭାଙ୍ଗି ପଡ଼ନ୍ତି। ତା ପାଇଁ ମିଠା ବଣ୍ଟା ହେନି, କେହି ବି ମିଠା ମାଗନ୍ତିନି। ସେ ପିଲାଟି ଦିନଠୁ ସବୁ କାମ ଘରର ଶିଖେ। ତାକୁ ହିଁ ବାପା ମାଆ ଅତିଥିଙ୍କ ଆସି ଘରେ ପହଞ୍ଚିଲେ ବୋଲହାକ କରାନ୍ତି। 20-25 ବର୍ଷ ସେବା କରି
ଅତିଥିଙ୍କର ସେବା କରି ବାପା ମାଙ୍କର ସେବା କରି ଶେଷକୁ ସେ ବିଭା ହେଇଯାଏ। ଯେଉଁଠିକି ବିଭା ହେଇଗଲା ସେଠି ସେମାନଙ୍କୁ ସେ ପୁଣି ଆପଣେଇବାକୁ ବାଧ୍ୟ ହୁଏ। ବିବାହ ବେଳେ ନେଉଥିବା ଉପହାର ବା ଯୌତୁକ ତା ବାପା ମାଙ୍କୁ ବେଶୀ ଲାଗେ, କିନ୍ତୁ ଯେଉଁଠିକି ଯାଇଥାଏ ବରର ବାପା ମାଙ୍କୁ ଅତି କମ୍ ଲାଗେ। ଶାଶୁ ଘରେ କେହି ତାଙ୍କ ପ୍ରତି ଯତ୍ନ ନେବା କେହି ଆଗ୍ରହ ପ୍ରକାଶ ନ କଲେ ବି ଜୀବନ ସାରା ସେ ଆଉ ଜଣକୁ ବାପା ଆଉ ଜଣକୁ ମା ଡାକି ସେମାନଙ୍କର ସେବା କରି ଚାଲେ। ପିଲାଦିନେ ବାପା ଭାଇ ତା'ର ମାମଲତକାର, ବିବାହ ପରେ ସ୍ୱାମୀ ତା'ର ମାମଲତକାର, କି ଚାକିରି କରିଥିବ ଅଫିସରେ ପୁଣି ଜଣେ ବସ୍ ଥିବେ। ତେଣୁ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ସ୍ତ୍ରୀ ଜାତି ଏ ପ୍ରକାର ତ୍ୟାଗ କରି ଚାଲନ୍ତି। 20-25 ବର୍ଷ ଜଣକୁ ମାନିବେ, 2 ଜଣଙ୍କୁ ମାନିବେ, ସେଠୁ ଯେଉଁଠିକି ଯିବେ ଆଉ ଗୋଟେ ଜାଗାରେ ସେଠି ଯେତେ ଆନୁଗତ୍ୟ ଦେଖାଇଲେ ବି ଦୋଷ ବାହାରିବାଟା ସ୍ୱାଭାବିକ। ଇଏ ହେଲା ଝିଅ କଥା। ତେଣୁ ପରିବାର ଆଉ ସମାଜ ଯେତେ ଦିନ ପର୍ଯ୍ୟନ୍ତ ଗୋଟିଏ ଝିଅର ତ୍ୟାଗକୁ ନ ବୁଝିଛନ୍ତି ସେ ପରିବାର ଆଜିକାଲିକା 90% ପରିବାର ଭଳିଆ ଅଶାନ୍ତିରେ ରହିବ। ଏହା ସ୍ୱତଃ ସିଦ୍ଧ। ଗୋଟେ ଉଦାହରଣ ଆମେ ନେବା। ଆମ ଭାରତବର୍ଷରେ ଥରେ ସ୍ୱରାଷ୍ଟ୍ରମନ୍ତ୍ରୀ ଥିଲେ, ସେ ଲୌହ ମାନବ ଯାହାକୁ କୁହାଯାଏ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଥିଲେ। ଝିଅଟି ହେଉଛି ମଣିବେନ ଆଉ ପୁଅଟିକି ଆମେ ସମସ୍ତେ ଡାକୁଥିଲେ ଦୟା ଭାଇ। ପୁଅ ବ୍ୟବସାୟ କରୁଥିଲା ଏବଂ ସେଥିରେ ସେ ଚଳୁଥିଲା। ବାପାଙ୍କ କ୍ଷମତା, ଯେ ସ୍ୱରାଷ୍ଟ୍ରମନ୍ତ୍ରୀ ସେ ଥିଲେ, ବାପାଙ୍କ କ୍ଷମତା ବା ଚୌକିର ଅପବ୍ୟବହାର ସେ କେବେ କରିନି। କୌଣସି ଜାଗାରେ କୌଣସି କାମ ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଅ ତାଙ୍କ ବାପାଙ୍କ ନାଁ ବା ଚୌକିର ନାଁ ନେଇନାହାନ୍ତି। ସେ ନିଜ ଗୋଡ଼ରେ ସବୁ କରିଛନ୍ତି, ବହୁତ ଉପରକୁ ଉଠିଛନ୍ତି, କିନ୍ତୁ କେବେ ବାପାଙ୍କ ନାଁ କହି ଉଠିନାହାନ୍ତି ଯେ ମୋ ବାପା ଅଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିନାହାନ୍ତି। ନା ବାପା ବି ତାଙ୍କୁ କିଛି ତାଙ୍କର କ୍ଷମତାର କିଛି ଅଂଶ ବ୍ୟବହାର କରି ତାକୁ ଉପରକୁ ଉଠାଇ ନାହାନ୍ତି। ଝିଅଟି ଯେଉଁ ଥିଲା ମଣିବେନ, ଇଏ ହେଲା ପୁଅ ଦୟା ଭାଇ କଥା। ଝିଅଟି ଯେଉଁ ଥିଲା ମଣିବେନ ସେ ବିବାହ କଲାନି, ବିବାହ ହେଲାନି। କହିଲା ମୁଁ ବିବାହ ହେଲେ ବାପାଙ୍କ ସେବା କିଏ କରିବ? ଦେଖନ୍ତୁ ଝିଅର ତ୍ୟାଗ। ସିଏ ବାପାଙ୍କର ବିନା ଅନୁମତିରେ ପୁଅର ସ୍ୱରାଷ୍ଟ୍ରମନ୍ତ୍ରୀକି ଦେଖା କରିବା, ଯେମିତି ଅନ୍ୟମାନେ ବିନା ଅନୁମତିରେ ଯାଇପାରିବେନି, ସେମିତି ପୁଅ ବି ବିନା ଅନୁମତିରେ ଯାଉନଥିଲା। ତା ପାଇଁ ବି ସେ ରେଷ୍ଟ୍ରିକ୍ସନ୍ ଥିଲା। ବାହାର ଲୋକଙ୍କ ପାଇଁ ଯାହା ଥିଲା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କ ପୁଅ ପାଇଁ ବି ସେୟା ରଖିଥିଲେ। ଝିଅ ତାଙ୍କର ସେବା କରୁଥିଲା ମୃତ୍ୟୁ ପର୍ଯ୍ୟନ୍ତ। ଯେପର୍ଯ୍ୟନ୍ତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବଞ୍ଚିଥିଲେ ତାଙ୍କ ପାଖେ ପାଖେ ରହି ବିବାହ ନ ହୋଇ ତାଙ୍କର ସେବା କରିଥିଲେ ମଣିବେନ, ତାଙ୍କ ଝିଅ। ଯେତେବେଳେ ସେ ମରିଗଲେ, ସେ ମରିବାର ଜଷ୍ଟ ପୂର୍ବରୁ ଯେତେବେଳେ ସେ କଥାବାର୍ତ୍ତା କରିପାରୁଥିଲେ, ତାଙ୍କୁ କେତେ ଜଣ ତାଙ୍କ ବନ୍ଧୁ ପଚାରିଲେ ଯେ ଆପଣ ତ କେବେ ଆମଠୁ ସାହାଯ୍ୟ ନେଇନାହାନ୍ତି, ଆମେ କେମିତି ଆପଣଙ୍କୁ ତ ଆଉ ସାହାଯ୍ୟ କରିବାର ବାଟ କିଛି ନାହିଁ, ଆପଣଙ୍କ ପୁଅ ଝିଅଙ୍କୁ ଆମେ କେଉଁ ପ୍ରକାର ସାହାଯ୍ୟ କରିପାରିବୁ? ପୁଅ ଝିଅ ପାଖରେ ଥାନ୍ତି। ବଲ୍ଲଭ ଭାଇ ପଟେଲ କହିଲେ ଯେ ଯଦି ପାରନ୍ତି ଝିଅର ଯେତେବେଳେ ଦରକାର ପଡ଼ିବ ସାହାଯ୍ୟ, ଯଦି ସେ ସାହାଯ୍ୟ କାହାକୁ ମାଗେ ତେବେ ତାକୁ ଟିକେ ସାହାଯ୍ୟ କରିବେ। ତାପରେ ସେ ପ୍ରାଣତ୍ୟାଗ କଲେ। ଯେଉଁ ଲୋକମାନେ ପଚାରିଥିଲେ ତାଙ୍କ ବନ୍ଧୁମାନେ, ସେମାନେ ତାଙ୍କ ପୁଅକୁ ପଚାରିଲେ ଯେ ଦେଖ, କାହିଁ ତୁମ ବାପା ତୁମକୁ ବା ତୁମ ବ୍ୟବସାୟକୁ ଯଦି ସାହାଯ୍ୟ କରିବାକୁ କହିଥାନ୍ତେ ଆମେ ଅନେକ ସାହାଯ୍ୟ କରିଥାନ୍ତୁ, କାହିଁ ତୁମ କଥା ତ ମୁହଁରେ ଧରିଲେନି? ଦେଖନ୍ତୁ କେମିତି ଉସ୍କଉଛନ୍ତି। କିନ୍ତୁ ପୁଅ ଦୟା ଭାଇ କ'ଣ କହିଲେ ଜାଣିଛନ୍ତି? ଭଲ କି ଶୁଣନ୍ତୁ। କହିଲେ ମୁଁ ତ ପୁରୁଷ ଲୋକଟିଏ, ମୋ ବାପା ଜାଣନ୍ତି ଯେ ମୋର ସାହାଯ୍ୟ ପ୍ରାୟ ଦରକାର ପଡ଼େ ନାହିଁ, ଆଜି ପର୍ଯ୍ୟନ୍ତ ପଡ଼ିନାହିଁ। ଆଉ ଯେତେବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଜଣଙ୍କର ବାପା ତାଙ୍କ ପାଖରେ ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ, ତାଙ୍କ ପାଖରେ ମୋର ଦରକାର ପଡ଼ିନି, ସେତେବେଳେ ଆପଣ ପାଖରେ ମୋର ଦରକାର କାହିଁକି ପଡ଼ିବ? ମୋର ଦରକାର ପଡ଼ିବ ନାହିଁ ବୋଲି ମୁଁ ଭାବୁଛି। ଆଉ ଯଦି ଦରକାର ପଡ଼େ ମୁଁ ବାହାର ଲୋକଙ୍କ ଠାରୁ ଯେଉଁଠୁ ସାହାଯ୍ୟ ନେଇ ହେବ ମୁଁ ନେବି।
ବାପାଙ୍କର ବନ୍ଧୁବାନ୍ଧବ ବା ପରିବାର ବର୍ଗଠୁ ସାହାଯ୍ୟ ନେବା ମୋର ଆବଶ୍ୟକ ପଡ଼ିବନି। ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ମୋଠୁ ସାହାଯ୍ୟ ନେଉଛନ୍ତି, ସେମାନେ ଆପେ ଆପେ ମୋତେ ସାହାଯ୍ୟ କରିବେ। ତେଣୁ ବାପା ସେଥିପାଇଁ ମୋ ନାଁ ମୋଟେ ଧରିଲେନି। ଆଉ ପୁଅ କାହିଁକି ଝିଅ ନାଁଟା କାହିଁ କହିଲେ ଯେ ଯଦି ଦରକାର ପଡ଼େ ଝିଅକୁ ସାହାଯ୍ୟ କରିବ। କାରଣ ସାରା ଜୀବନ ସେ ଅବିବାହିତ ରହି ବାପାଙ୍କ ସେବା କରି କରିକି ବାପା ମଲା ପର୍ଯ୍ୟନ୍ତ ତାଙ୍କର ସେ ସେବା କରିଛି। ତେଣୁ ମୋ ବାପାଙ୍କ ନୀତି ଆଉ ନିଷ୍ପତ୍ତି ବଞ୍ଚିଥିଲା ବେଳେ ଯାହା ଥିଲା, ଯେଉଁଟାକ କି ତାଙ୍କ ବିବେକ ଅନୁସାରେ, ସେଇଟା ମଲା ପୂର୍ବରୁ ସେ କହିଦେଇ ଗଲେ ଯେ ଯଦି ଦରକାର ପଡ଼େ ଝିଅକୁ ଯଦି ସାହାଯ୍ୟ କରିପାର, ଯଦି ସେ ସାହାଯ୍ୟ ମାଗେ, ଯଦି ନ ଦରକାର ପଡ଼େ ତାହେଲେ ସାହାଯ୍ୟ କରିବା ଦରକାର ନାହିଁ କିଛି। ତେଣୁ ବାପାଙ୍କ ନିଷ୍ପତ୍ତି ବଞ୍ଚିଥିଲା ବେଳେ ଠିକ୍ ଥିଲା, ମରିବା ଆଗରୁ ଯାହା କହିଗଲେ ତା ବି ପୁରା ଠିକ୍। ଯେତେ ହେଲେ ସେ ମୋ ବାପାଟି, ସେ କ'ଣ ଭୁଲ ନିଷ୍ପତ୍ତି କେବେ ନେବେ? ଆପଣ ଭାବନ୍ତୁ। ଏବେ ତ ପୁଅ ଝିଅ ଭିତରେ ପାର୍ଥକ୍ୟ କିଛି ନାହିଁ। ଝିଅମାନେ ସୈନ୍ୟବାହିନୀରେ ଯୋଗ ଦେଲେଣି, ଉଡ଼ାଜାହାଜ ଚଲେଇଲେଣି, ସବୁ କାମ କଲେଣି। ପୁଅମାନେ ବି ଝିଅମାନଙ୍କ କାମ କରୁଛନ୍ତି। ତେଣୁ କିଛି ପାର୍ଥକ୍ୟ ନାହିଁ। ତେଣୁ ପୁଅଟିଏ ହେଲେ ଯେମିତି ଆମେ ତାକୁ ଆଦର କରୁ, ଏକୋଇଶିଆ କରୁ, ମିଠା ବାଣ୍ଟୁ, ଝିଅଟିଏ ହେଲେ ବି ସେୟା କରିବା କଥା। ଏପର୍ଯ୍ୟନ୍ତ ଯେଉଁ ବାପା ମାଆ ମାନେ, କାହିଁକିନା ଝିଅ ବଞ୍ଚିଥିଲା ପର୍ଯ୍ୟନ୍ତ ବାପା ମାଆଙ୍କୁ ଭୁଲେନି। ତେଣୁ ଯିଏ ବାପ ହୋଇଥିବ ସେ ପୁଅ ଆଉ ଝିଅ ଭିତରେ କୌଣସି ପାର୍ଥକ୍ୟ ଦେଖିବା ଉଚିତ ନୁହେଁ। ଝିଅକୁ ପୁଅ ଭଳି ପାଠ ପଢ଼ି ମଣିଷ କଲେ ସିଏ ସବୁଦିନ ପାଇଁ ନିଜର ହେଇକି ରହିବ, ବାହାଘର ପୂର୍ବରୁ ବାହାଘର ପରେ ବି। ତେଣୁ ପୁଅ ନା ଝିଅ ଏ ବିଷୟରେ କୌଣସି ଯୁକ୍ତିତର୍କର କୌଣସି ଆବଶ୍ୟକତା ନାହିଁ। ପୁଅ ହେଲେ ଯାହା, ଝିଅ ହେଲେ ସେୟା। ଏବେ ତ ଅଧିକାଂଶଙ୍କର ଗୋଟିଏ ବୋଲି ପିଲା ହେଉଛି, ସେ ପୁଅ ହେଉ କି ଝିଅ ହେଉ। ଆଉ ଅଧିକାଂଶ ଜାଗାରେ ଝିଅ ବି ହେଉଛନ୍ତି। ତେଣୁ ତା'ର କାରଣ ଈଶ୍ୱରଙ୍କୁ ଜଣା। ଭଗବାନ କେବେ ପୁଅ ଝିଅ ଭିତରେ କୌଣସି ପାର୍ଥକ୍ୟ ରଖିନାହାନ୍ତି। ମଣିଷ ମଣିଷ ଭିତରେ ବି ପାର୍ଥକ୍ୟ ରଖିନାହାନ୍ତି। ଏ ଯେତେ ପାର୍ଥକ୍ୟ ସୃଷ୍ଟି ହେଇଛି, ଜାତି ଯୋଗୁଁ ହେଉ, କ୍ଷମତା ଯୋଗୁଁ ହେଉ, ଏସବୁ ହେଉଛି ମାନବକୃତ, କୌଣସିଟା ପ୍ରାକୃତିକ ନୁହେଁ। ତେଣୁ ଯେପର୍ଯ୍ୟନ୍ତ ମଣିଷ ମଣିଷ ଭିତରେ ଆମେ ପାର୍ଥକ୍ୟ ନ ଦେଖିଛେ, ଯେପର୍ଯ୍ୟନ୍ତ ପୁଅ ଝିଅ ଭିତରେ ଆମେ କୌଣସି ପାର୍ଥକ୍ୟ ଆମ ମନ ଭିତରକୁ ଆଣିନେ, ସେ ପର୍ଯ୍ୟନ୍ତ ଘରର ଶାନ୍ତି ଥିବ ସବୁଦିନ ପାଇଁ। ମୁଁ ଭାବୁଛି ଆପଣମାନଙ୍କୁ ଯଦି ମୋର ନିଷ୍ପତ୍ତି, ମୋର କଥା ଠିକ୍ ଲାଗିଲା, ଆପଣମାନେ ସେହି ଅନୁସାରେ କାର୍ଯ୍ୟ କରିବେ। ମୁଁ କରୁଛି, ଆପଣମାନେ ବି କରନ୍ତୁ। ମୋ ପାଖରେ ପୁଅ ଝିଅର କୌଣସି ପାର୍ଥକ୍ୟ ନାହିଁ। ଆପଣମାନଙ୍କ ମଧ୍ୟରେ ମଧ୍ୟ ଆପଣଙ୍କ ପୁଅ ଝିଅ ଭିତରେ କିଛି ପାର୍ଥକ୍ୟ ରହିବା ଉଚିତ ନୁହେଁ। ପୁଅକୁ ମଣିଷ କଲେ ସେ ଯେମିତି ହେବ ଆପଣଙ୍କ କଥା ମନେ ରଖିବ, ଝିଅ ବି ମଣିଷ ହେଲେ ଠିକ୍ ସେମିତି ମନେ ରଖିବ, ଅଧିକା ମନେ ରଖିପାରେ। ତେଣୁ ପୁଅ ଝିଅ ଭିତରେ କୌଣସି ପାର୍ଥକ୍ୟ କେବେ ବି ଦେଖିବା ଉଚିତ ନୁହେଁ। ପୁଅକୁ ଯେମିତି ଆପଣ କାମ ଶିଖାଉଛନ୍ତି, ଝିଅକୁ ଯେମିତି ଆପଣ କାମ ଶିଖାଉଛନ୍ତି, ବୋଲା କରୁଛନ୍ତି, ପୁଅକୁ ପିଲାଦିନରୁ ଯଦି ସେୟା କରିବେ, ପୁଅ ବି ଆପଣଙ୍କ କଥାରେ ରହିବ ଏବଂ ଆପଣଙ୍କ କଥା ମଲା ପର୍ଯ୍ୟନ୍ତ ବୁଝିବ। ଯଦି ଆପଣଙ୍କୁ ଭଲ ଲାଗେ, ଚ୍ୟାନେଲଟିକି, ଏ ଅଧ୍ୟାୟଟିକି ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି କରିନାହାନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏତିକି। ନମସ୍କାର।